ଦଳ ଯାକ ନିଷ୍ପତ୍ତି ନେଇଥିଲେ ଦଳର ନିଷ୍ପତ୍ତି କ୍ରମେ ଯାକ ନିଷ୍ପତ୍ତି ନିଆଯାଏ ତାକୁ ଭାଇ ସବୁ ପାର୍ଟି ନିର୍ଦ୍ଦେଶ ଆମେ କଣ କହିବୁ ପାର୍ଟି ହଁ ବହୁତ ଭଲ ଦେଖାଯାଉଛି ଦେଖନ୍ତୁ ଭାଇ କାହାର ମତ କଣ ଆମେ କଣ କହିପାରିବା କାହାର ମତ ଆପଣ ଦୁଇ ଜଣ ବିଧାୟକ କ୍ରସ ଭୋଟିଂ କରୁଥିବା କଥା ଆସୁଛି ମଧ୍ୟ ଆସୁଛି ଉଠେଇଛନ୍ତି ସେମାନେ ଦେଖେଇ ନଥିବା କଥା ମଧ୍ୟ ସାମ୍ନା କଣ କହେ ଆପଣ ଦୁଇ ଜଣ ବିଧାୟକ କ୍ରସ ଭୋଟିଂ କରୁଥିବା କଥା ସାମ୍ନାକୁ ଆସୁଛି ଅଭିଯୋଗ ଆସୁଛି ପିସ୍ତା କଥା ଆପଣ ଉଠେଇଛନ୍ତି ହୋଇପାରି ନାହାନ୍ତି ଏବେ ତ ମୁଁ ପରେ ଗଲି ଭୋଟ ଦେବାକୁ ମୁଁ ତ ଆମ ଏଜେଣ୍ଟ ଯିଏକି ସଭାପତି ଏଜେଣ୍ଟ ଅଛନ୍ତି ଏଜେଣ୍ଟ ଥିଲେ ଦଳ ତରଫରୁ ତାଙ୍କର ଭୋଟ ସରିଲା ପରେ ମୁଁ ଯାଇଥିଲି ଆଉ ସେ ଯାହା କିଛି ସଭାପତି ଦଳର ନିଷ୍ପତ୍ତି ନେବେ ସେ ଆସିଲା ପରେ ଜଣା ପଡିବ ଆସୁଛନ୍ତି ବୋଲି କହିଲେ ଖବର ପାଇ ଦଳ ନ ମାନିଲେ ସେଇଟା ମୁଁ କେମିତି କହିଦେବି ଏଟା ଯୋଉ ମୁଖିଆ ମାନେ ଯୋଉ ଅଛନ୍ତି ସେମାନେ କହିବେ ଆମର ମୁଖିଆ ମାନେ ସେମାନେ କହିବେ ବାହାରେ ଭୋଟ ଦେଇଛନ୍ତି ଦଳ ନିଷ୍ପତ୍ତି ନେବ ଆଜ୍ଞା ଦାସତି ଗମା ଆଉ ରମେଶ ଜେନା ବାହାରେ ଭୋଟ ଦେଇଛନ୍ତି ବକ୍ତା ଆପତ୍ତି ଉଠେଇଛନ୍ତି ମୁଁ ଯେତେବେଳେ ମୋର ଭୋଟ ତ ମୁଁ ପରେ ଦେଲି ସେମାନେ ଆଗରେ ଦେଇଥିଲେ ଆମେ ପରେ ଗଲୁ ଆମେ ଧାଡ଼ି ବାନ୍ଧିଥିଲୁ ତ ପରେ ଗଲୁ ଆମେ ତ ନିଶ୍ଚିତ ଭାବରେ କନଫିଡେନ୍ସରେ ହିଁ ଅଛୁ ହେଲା ଭଳିଆ ତ ଲାଗୁଛି ଆପଣ ବାଇ ଇଭିନିଂ ଜାଣିଦେବେ କେମିତି କ'ଣ ରହିଛି ବାଜିମାତ ହେବ ବୋଲି ଭାବୁଛନ୍ତି କାରଣ ନା 100% ଆମର ସବୁ ଏମଏଲଏ ଯାହା ବି ଆମର କନଫ୍ୟୁଜନ ଥିଲା ଗତକାଲି ଭିତରେ ଆଜି ସେଟା ସର୍ଟ ଆଉଟ୍ ହେଇଯାଇଛି ଆଣ୍ଡ वी आर ऑल यूनाइटेड सीपीएम ବି ଆମର ସାଙ୍ଗେ ଅଛନ୍ ଏବଂ ବିଜେଡି ର ବି ନମ୍ବରସ ଆମର ସାଙ୍ଗେ ଅଛନ୍ ନିଶ୍ଚିତ ଭାବରେ ବିଶ୍ୱାସ ଅଛି ଯେହେତୁ ମିଳିତ କ୍ୟାଣ୍ଡିଡେଟ୍ ହେଇଛନ୍ତି କମନ କ୍ୟାଣ୍ଡିଡେଟ୍ ହେଇଛନ୍ତି ବିଜେଡି ସିପିଏମ୍ କଂଗ୍ରେସ ସମର୍ଥନ କରିଛନ୍ତି ଆଉ ଡକ୍ଟର ଦତ୍ତେଶ୍ୱର ପାଇଁ ବର୍ତ୍ତମାନ ଆପଣଙ୍କ ଇଣ୍ଟିମେଟରେ କେତେ ଜଣ ଭୋଟ ଦେଇଥିଲେ ବର୍ତ୍ତମାନ ସୁଦ୍ଧା ଆମର ତରଫରୁ 10 ଜଣ ପାଖାପାଖି ଭୋଟ ଥିଲା ଆଉ ଯୋଉମାନେ ବାକି ରହିଛନ୍ତି ସେମାନେ ଭୋଟ ଦେବେ ଭାବୁଛୁ ଆସୁଛନ୍ତି ଆଉ ଅଳ୍ପ ସମୟ ଭିତରେ ପହଞ୍ଚିବେ ନିଶ୍ଚିତ ଭାବରେ କଂଗ୍ରେସର କିଛି ବିଧାୟକ ଯୋଉମାନଙ୍କୁ ବର୍ତ୍ତମାନ ଭୋଟ ଖବର ମିଳୁନାହିଁ ସେମାନେ ବର୍ତ୍ତମାନ ଦଳ ସହ ଦେଖନ୍ତୁ ଯେହେତୁ ଆମର 5ଟା ପର୍ଯ୍ୟନ୍ତ 6ଟା ପର୍ଯ୍ୟନ୍ତ ଭୋଟ ହେବ ଆଉ ଆମର ଆଶା ନିଶ୍ଚିତ ଭାବରେ ପାର୍ଟି ବି ପ୍ରେସର କରୁଛି ଯୋଉମାନେ ସେସବୁରେ ଯଦି ସମ୍ପୃକ୍ତ ଥାନ୍ତି ଆଉ ନିର୍ଣ୍ଣୟ କରିବେ ନିଜର ବିବେକ ଦୃଷ୍ଟିରୁ ଆଉ ଡକ୍ଟର ଦତ୍ତେଶ୍ୱର କହିବେ ଆପଣ ଭାବୁଛନ୍ତି ଯେହେତୁ ବିଜେଡି ସହ ଆପଣ ଲଢୁଛନ୍ତି ବିଜେଡି ସହ ବିଧାୟକ ଭୋଟ ଦେବେ ନିଶ୍ଚିତ ଭାବରେ ଦେବେ ତାଙ୍କ ଭିତରେ ଅନେକ ବିଧାୟକ ମଧ୍ୟ ବିଜେଡି ଯୋଗାଯୋଗ ନାହାନ୍ତି ନଥିଲେ ବି ସେମାନେ ଯେହେତୁ 5ଟା ପର୍ଯ୍ୟନ୍ତ ଭୋଟ ଅଛି ଆଉ ସେମାନେ ଆସିକି ଭୋଟ ନିହାତି ଭାବରେ